केते काका सहित पार्टीजन करी मु जानी ए घर मु शांति के पाइबिनी हाँ मत घर रहा जमार इच्छा लगुनि हाँ तम पाई बोली ए घर छाड़ी मत भड़ा घर रहा पड़ो शीघ्र से कर शीघ्र गोटे भड़ा घर जगड़ कर आम दुए से रहा मु ए घर रही पारिबिनी रही पारिबिनी मु रही पारिबिनी अरे ए घर समस्त कथा शुणा पड़ुची अरे मु कौन करी मोर मुंड किसी काम करूनी एते बड़ कपड़ा मत ही सफा करवा पड़ुची अरे एक बासन कुसन मत ही सब सफा करवा पड़ुची अरे घर दांड छाड़ करवा मत ही करवा पड़ुची रांधिबा पड़िबा सब मत ही करवा पड़ुची मु कर ए घर बड़ बो ए चाकण हेबा बसची अरे बाबा मत तुम काहे की रगुच जाओ से मन को ऊपर नाली आखि देखो हे सुण मु कहा को डरनी मु समस्त कहि दे माने कहि देबी हां मोहना एरिना मु कहा को डरे ना बुझला साउजा साउजा आहा मगले साउजा सकाळ हेलाणी मो चा टपे पीनी जाओ मो पाई चा करी आनिबो आ सुण गला बेले मो ड्रेस जाक भी सफा करी देबो आ मो रूम को भी चकाचक करी सफा करी देबो बुझिला कौन हला तोर सेवा करेबी मु अरे एमिति कथा कहबा को तोर लज्जा लागलानी काई तोर हाथ करे नाही तू कोन करि परिबुनी छे बेशर्मी पाउजा अरे टिके काम करी देले तम हाथ छिंडी बडुछि ना पड़ी जाउछि एमिति भी मो तुमको टंका देबी मो नाळ्या रे काम कराइबे नहीं ए घमंडी छिया बड़ घर छे बोली निज कौन बोली भाबुछु निज को मुख्यमंत्री घर छे बोली भाबुछु ना कौन अरे निज को कौन बोली भाबुछु निज ससुर पर हाथ उठाई ए घर को राज कर बोली भाबुछु ना कौन छे 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 काहे की नारी रूप जन्म नै छु छे एमी तो कथा कहबो को लज्जा लागला नि पाउजा पाउजा shut up if you don't close your mouth I will pull your tongue out. Hey, nonsense girl! The error girl, giving me the eye. Motte nali akhi dekho chu. अरे निज सासु पर का हाथ उठे, निज सामने पर का हाथ उठे, एक घर राज करी राज, मौत छाड़ी बनी, छाड़ी बनी. मौजू बुरा तो टीव पोड़ावे मना एलिना मुर रागी गले का को छाड़े ना मुर रागी गले का को सम्मान देव मते फूल ली जाए आलो लो हेलो तू मते टूटेलु तो सासु बा टूटेलु तू नरकारी पड़ी मरिबो हेलो सासु मा नरकारी पड़ी मु अले एक सासु मा कन केसरी तो झिया प्रिया निज सासु पर को हाथ उठाई छी
ନିଜ ସ୍ୱାମୀ ଉପରୁ ହାତ ଉଠିଛି କୌଣସି ସ୍ୱର୍ଗ ଯିବାକୁ ଆରେ ତୁ ଦେଖୁଛୁ କ'ଣ ତୋ ସ୍ତ୍ରୀ ତୋ ଭଉଣୀକୁ ହାତ ଉଠାଉଛି ତୋ ମା ଉପରକୁ ହାତ ଉଠାଉଛି ତୁ କ'ଣ କିଛି କହିପାରୁନୁ ହେନି ନା ଯାହା କରିଛି ତା ଠିକ କରିଛି ତମ ମାନଙ୍କୁ ଏମିତି ହେବା ଦରକାର କ'ଣ ହେଲା ତୁ ମୋ ପୁଅ ହୋଇ ତୋ ସ୍ତ୍ରୀ କଥାରେ ଚାଲୁଛୁ ତୋତେ ନା ପୁଅ କହିବାକୁ ମତେ ଘୃଣା ଲାଗୁଛି ଘୃଣା ତମ ମା ଝିଅ ମୁହଁ ଦେଖିବାକୁ ମତେ ଘୃଣା ଲାଗୁଛି ଘୃଣା ଇଚ୍ଛା ହଉଛି ତମ ମାନଙ୍କ ମୁହଁରେ ଛେପ ପକାଇବାକୁ ତୁ ମଧ୍ୟ ସୀମା ଟପି ଗଲୁଣି ହଁ ମୁଁ ଚାହିଁଲେ ତୋ ସ୍ତ୍ରୀକୁ ଏବେ ଆଉ ଏଇ ମୁହୂର୍ତ୍ତରେ ଏ ଘରୁ ବାହାର କରିବି ଅଲିଆ ଲୋକନି ବାହାର କରୁଛି ଆରେ ବାହାର ଆରେ ଛୁଆନି କହୁଛି ଆରେ ବାହାର ତୁ ତ ଝିଅ ପାଇଁ କାହିଁ ଚଟପଟ ହଉଛୁ ବାହାର ହେଇ ଘରରୁ ଏବେ ଆଉ ହେଇ ମୁହୂର୍ତ୍ତରେ ବାହାର କ'ଣ ହେଲା ମୁଁ ବାହାରିବି ଏଇ ଘରରୁ ତୁ ରାଣୀ ପଦ୍ମିନୀ ନା ରାଣୀ ଶକୁନ୍ତଳା ନା ହେଇ ଘରର ମହାରାଣୀ ବାହାର ହେଇ ଘରରୁ ବାପା ବାପା ଶେଷରେ ତମେ ଭାଇ ଭାଉଜ କଥାରେ ପଡ଼ି ଯାହା କରୁଛ ଠିକ କରୁନ ବାପା ଆରେ କ'ଣ ହେଲା ତୁ ତ ମା କଥାରେ ପଡ଼ି ତୋ ସ୍ୱାମୀ ଶ୍ୱଶୁରକୁ ଛାଡ଼ି ବାପ ଘରେ କ'ଣ ବଡ଼ ବନେ ଦେଖାଇ ଆସିଛୁ ତୁ କ'ଣ ଠିକ କରିଛୁ ଆରେ ମୁଁ ଏଇ ଘର ମହାରାଣୀ ମୋ କଥା ଏଇ ଘରେ ଚାଲିବ ହେଲା ଏତିକି ମନେ ରଖ ହରାମ ଜାତି ତୁ ହଉଛୁ ହେ ନାଥର ଗୋବର୍ଦ୍ଧନ ତୋ କଥାରେ ପଡ଼ି ପ୍ରିୟା ତା ସ୍ୱାମୀ ଶ୍ୱଶୁରକୁ ଛାଡ଼ି ଆସିଛି ବାହାର କହୁଛି ନହିଲେ ଗୁସାଡ଼ି ଗୁସାଡ଼ି ହେଇ ଘରରୁ ବାହାର କରିବି ତତେ ଦେଖ ହେଇ ଘରେ ରହିବାର ଅଛି ତାହେଲେ ତମେ ମା ଝିଅ ହେଇ ଘରର କାମ ସବୁ କରିବାକୁ ପଡ଼ିବ ଚାକରାଣୀ ହେଇ ବଞ୍ଚିବାକୁ ପଡ଼ିବ ନିଷ୍ପତ୍ତି ତମ ହାତରେ ଆଲୋ ଏ ପ୍ରିୟା ତୁ ତ ଘର କାମ ଭଲରେ ଜାଣିଛୁ ଆରେ ବାସନ ମାଜିବା ଲୁଗା ଧୋଇବା ରାନ୍ଧି ବାଢ଼ିବା ସବୁ ଜାଣିଛୁ ଆଜି ତୁ ଏଇ ଘର ଚାକରାଣୀ ହେଇ ଚାଲ କାହିଁକି ହେବି ମୁଁ କାହିଁକି ହେବି ମୁଁ କ'ଣ ମୋ ସ୍ୱାମୀକୁ ଛାଡ଼ି ଏ ଘରରେ ଚାକର ନେବାକୁ ଆସିଛି ହଲୋ ତୋ ପାଇଁ ବୋଲି ତୋ ବାବା ମତେ ଏଇ ଘର ବାହାର କରିଦେଉଛି ମୁଁ ଆଉ କିଛି କହିପାରିନି ହଲୋ ଏ ମା ତୋ କଥାରେ ପଡ଼ି ମୁଁ ମୋ ସ୍ୱାମୀକୁ ଛାଡ଼ି ତୋ କଥାରେ ପଡ଼ି ମୁଁ ମୋ ସ୍ୱାମୀ ସିନ୍ଦୁରକୁ ପଛିଲି ଶେଷରେ ତୁ ଏମିତି କହୁଛୁ ହଲୋ ମୁଁ ଆଉ ତତେ କିଛି ମଧ୍ୟ ସାହାଯ୍ୟ କରିପାରିବିନି ନହେଲେ ମୋ ଉପରକୁ ପାହାଡ଼ ଖସୁଛି ଆଲୋ ଏ ମା ତୋ କଥାରେ ପଡ଼ି ମୁଁ ମୋ ଶଙ୍ଖ ଭାଙ୍ଗିଦେଲି ତୋ କଥାରେ ପଡ଼ି ମୁଁ ମୋ ସିନ୍ଦୁର ପୋଛିଦେଲି ତୋ କଥାରେ ପଡ଼ି ମୋ ସୁନା ସଂସାରକୁ ବର୍ବାଦ କରିଦେଲି ତତେ ଛାଡ଼ିବିନି ତଣ୍ଟି ଚିରି ମାରିଦେଲି ତୁ ମତେ ଡାକୁଛୁ ମତେ ଆଲୋ ଏ ତୋ ପାଇଁ ବୋଲି ମୁଁ ଏଇ ଘରେ ଶାସ୍ତି ପକେଇ ପାରିବିନି ଯା ତୋର ଯା କୁଆଡ଼େ ଯାଉଛୁ ଯା ସତରେ ଘରର ନାରୀମାନେ ହିଁ ଘରକୁ ନିଆଁ ଲଗାଇବାକୁ ଚେଷ୍ଟା କରନ୍ତି ଆଉ ସବୁ ଚଢ଼ି ପାଉସ ହେଇଗଲା ପରେ ଏମିତି କାନ୍ଦି ମରନ୍ତି ଏମିତି ଏ ଝିଅ ପ୍ରିୟା ପ୍ରିୟା ଆରେ ସମୟ ସମସ୍ତଙ୍କ ପାଇଁ ସମୟ ହେଉଛି ବଳବାନ ଦେଖିଲୁ ଆଜି ଯେମିତି କର୍ମକୁ ସେମିତି ଫଳ ପାଇଲୁ ଦେଖ ପ୍ରିୟା ଆଜି ତୋ ପାଖରେ तो मध्य सिंदूर नहीं अरे तो स्वामी नहीं तो पाखर तो घर ससुर के ही नांती देख मत देख मो पाखर शंका अच्छे मो पाखर सिंदूर अच्छे मो पाखरे मो स्वामी अछंती मो पाखरे सासु ससुर अछंती मो घर ससुर सब अछंती अरे देखिलु अरे जेउ नारी शंका ससुर महत्व को बुझी न थाए तार एमिति अवस्था हबो प्रिया तू जेते सुंदरी हेले भी टपाई सिंदूर पाई कांदुछु हाँ एमिति सबुदिन टपाई सिंदूर कांदी टपाई सिंदूर पाई कांदिबो आज ए दुनिया कहबो
ଏ ଦୁନିଆ କହିବ ସୁନ୍ଦରୀ କାନ୍ଦୁଛି ସିନ୍ଦୁର ପାଇଁ, ସୁନ୍ଦରୀ କାନ୍ଦୁଛି ସିନ୍ଦୁର ପାଇଁ। ବଡ଼ ଘର ଝିଅ ଯେତେ ସୁନ୍ଦରୀ ହଉନେ କାହିଁକି, ସିଏ ତୋର ଶଙ୍କା ସିନ୍ଦୁର ପିନ୍ଧିଲା ପରେ ସିଏ ଜଣଙ୍କ ସ୍ତ୍ରୀ ହେଇଯାଏ। ସିଏ ଯଦି ସିନ୍ଦୁର ଶଙ୍କାକୁ ଖେଳିଲା ତା ଜୀବନରେ କେବେ ହେଲେ ସୁଖ ଶାନ୍ତି ମିଳିବନି। ମତେ କ୍ଷମା କରିଦେବୁ ଲୋ ମା, ମୁଁ ତତେ ଚାହିଁ ଦେଇ ପାରିବିନି। ପ୍ରିୟା, ତୋ ପାଇଁ ବୋଲି ମୋ ସ୍ୱାମୀ ଠାରୁ ଦୂରେଇ ଯାଇପାରିବିନି। ମୁଁ ଯାହା ଭୁଲ କରୁଛି ମୁଁ ତୋତେ ହାତ ଧରି ଭୁଲ ମାଗୁଛି। ପାରିବୁ ଯଦି ମତେ କ୍ଷମା କରିଦେଲ ମା, ମୁଁ ଆସୁଛି। ଏବେ ତୋ ପାଖରେ କିଏ ନାହାନ୍ତି ତ ସାରା ଦେବା ପାଇଁ, କେବଳ ତୋ ସ୍ୱାମୀ ହିଁ ତ ସାରା ଦେବ। ପାରୁଛ ଯଦି ତୋ ସ୍ୱାମୀ ପାଖକୁ ଚାଲିଯା। ଗୋଟେ କଥା ମନେ ରଖ ପ୍ରିୟା, କେବେ ବି ନିଜର ଗର୍ବ ଅହଙ୍କାରରେ ନିଜ ଶଙ୍କା ସିନ୍ଦୁରକୁ ଏ କରିବୁନି। ଦେଖିଲୁ ପ୍ରିୟା, ଆଜି ତୋର ଗର୍ବ ଅହଙ୍କାର ତୋର କାଳ ହେଇଗଲା। ଆରେ ତୁ ସୁନ୍ଦରୀ ହେଇବି ତୋ ପାଇଁ ସିନ୍ଦୁର ପାଇଁ କାନ୍ଦୁଛୁ। ପ୍ରିୟା, ଯେତେ ଶୀଘ୍ର ହବ ସେତେ ଶୀଘ୍ର ତୋ ସ୍ୱାମୀ ପାଖକୁ ଫେରିଯା, ବୋଧେ ସେ ତୋତେ କ୍ଷମା କରିଦେବେ। ଆରେ ସେ ତୋର ସାହାରା ହେବେ। ଏ ଦୁନିଆରେ କେହି କାହାର ନୁହନ୍ତି। ଜଣେ ସ୍ତ୍ରୀ ବାହା ହେଇଗଲା ପରେ ନିଜ ଶାଶୁ ଶ୍ୱଶୁର ହିଁ ନିଜ ସ୍ୱାମୀ ହିଁ ସବୁ କିଛି ହେଇଥାଏ। ଆରେ ପ୍ରିୟା, ଚାଲିଯା ତୋ ସ୍ୱାମୀ ପାଖକୁ ଚାଲିଯା। ଆରେ ଦେବାଶିଷ, ଚାଲ ତମ ଅଫିସ ସମୟ ହେଲା ପରା, ଆରେ ଚାଲ। ଭଗବାନ, ଏବେ ମୁଁ କଣ କରିବି? ମା କଥାରେ ପଡ଼ି ମୁଁ ମୋ ସିନ୍ଦୁର ପୋଛିଲି, ମୁଁ ମୋ ଘର ସଂସାର ଭାଙ୍ଗିଦେଲି, ମୁଁ ମୋ ଶଙ୍ଖ ଭାଙ୍ଗିଦେଲି। ଆଜି ସେଇ ମା ମତେ ପର କରିଦେଲା। ମୁଁ ନିଜକୁ ସୁନ୍ଦରୀ ବୋଲି ଭାବୁଥିଲି, ସବୁ ଗର୍ବ ଅହଙ୍କାର ମୋର ଭାଙ୍ଗିଗଲା। ଭଗବାନ, ମୁଁ କଣ କରିବି ପ୍ରଭୁ? ଏ ସିନ୍ଦୁର